ଜେଜେମା ଜେଜେମା ତୁ କୁଆଡେ ଯାଉଛୁ? ମୁଁ ତ ସାଙ୍ଗରେ ଯିବି। ନାଇଁ ରେ ବାପ, ମୁଁ ଟିକେ ପଦାରେ ଶୌଚ କରିବାକୁ ଯାଉଛି। ପଦାରେ ପଦାରେ କଣ ପାଇଁ? ଆମର ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଅଭିଯାନ ପରେ ଆମର ନୂଆ ଶୌଚାଳୟ ତିଆରି ହୋଇଛି। ହଁ ଯେ ବାପ, କାଇଁ କେତେ କାଳରୁ ଆମେ ପଦାରେ ଶୌଚ କରି ଆସୁଛେ, ଆମକୁ କଣ ଏ ଶୌଚାଳୟ ଭିତରେ ଭଲ ଲାଗିବ? ତୁ ଜାଣିନୁ କି ଜେଜେମା, ବାହାରେ ଶୌଚ କଲେ ଆମ ଜଳବାୟୁ ଦୂଷିତ ହବ। ଆମ ଆଖପାଖରେ ଥିବା ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବେ। ସତରେ କି ବାପ? କାହିଁକି ସତରେ କି ବାପ? ମୋ ନାତିଆରେ କେତେ କଥା ଜାଣିଗଲାଣି ଆଉ। ଆରେ ନାତିଆ, ତୁ ମୋ ଆଖି ଖୋଲି ଦେଲୁ ରେ। ଏମିତି ଭୁଲ ଆଉ କେବେ କରିବିନି। ମୋ ଜେଜେଙ୍କ ଭଳି ଭାରତରେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଘରେ ଶୌଚାଳୟ ଥାଇ ମଧ୍ୟ ବାହାରେ ଶୌଚ କରିବାକୁ ଯାଉଛନ୍ତି। ଆସନ୍ତୁ ମିଳିମିଶି ଶପଥ କରିବା ଆମ ଦେଶକୁ ସ୍ୱଚ୍ଛ